नमस्कार आज्ञा आपण कोठू आसचंती आउ काहींकी आसचंती। ମୁଁ ଆଜ୍ଞା ସୁବ୍ରତ କୁମାର ଦାସ, ରାଜ୍ୟ ସଭାପତି ନ୍ୟାୟପାଳ ଲଢ଼େଇ ପରିବାର। ଓଡ଼ିଶାର ପ୍ରାୟ ଆମେ 200 ପୀଡ଼ିତ ପରିବାର ଯିଏକି ପିଲା ଛୁଆଙ୍କୁ ହରାଇଛନ୍ତି ଏବଂ ଯେଉଁ ପିଲା ଛୁଆଙ୍କୁ ହତ୍ୟାର ଶିକାର ହେଇଛନ୍ତି ଏବଂ ଶିଶୁ ଅପହରଣ ହେଇଛି, ସବୁ ପୀଡ଼ିତ ପରିବାର ମାନେ ଆମେ ବିଗତ 6 ବର୍ଷ ହେଲା ହିଁ ଗୋଟେ ସଂଗଠନ କରିଛୁ, ନ୍ୟାୟ ପାଇଁ ଲଢ଼େଇ ପରିବାର। ନ୍ୟାୟ ପାଇଁ ଲଢ଼େଇ ପରିବାର ସହିତ ସମସ୍ତେ ସାମିଲ ଅଛନ୍ତି। ଓଡ଼ିଶାର ଆପଣ ମମିତା ମେୟରର ହତ୍ୟାକାଣ୍ଡ ଦେଖନ୍ତୁ କିମ୍ବା ଆମର ପରୀର ହତ୍ୟାକାଣ୍ଡ ଦେଖନ୍ତୁ, ପିହୁ ଅପହରଣ କଥା ଦେଖନ୍ତୁ, ମୋ ସାନ ଭାଇକି ମଧ୍ୟ ହତ୍ୟା ହେଇଥିଲା, ପ୍ଲସ୍ ଉଲ୍ଲାସ ଜେନା ଯିଏକି ତାକୁ ପୋଡ଼ିକି ମାରି ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ଆମର ଦୁଇଟା ବହୁ ଚର୍ଚ୍ଚିତ କେସ୍ ଏବଂ ମାହାଙ୍ଗା ଅଞ୍ଚଳର ଯେଉଁ 5-5ଟା 6-6ଟା ଇସ୍ୟୁ, ଗୋପାଳପୁରର ଯେଉଁ ଯୋଗେଶ ସାହୁ ହତ୍ୟାକାଣ୍ଡ, এইভাবে ভাবে আমি সমস্তে অছু। এটি বি জনে মাউসী আসছেন, তাঁর কেন্দ্রাপড়া, তাঁর পুଅକୁ ମଧ୍ୟ পুরীরে হত্যা করা যাইଥିଲା। ସମସ୍ତେ ଆମେ ପୀଡ଼ିତ ପରିବାର ମାନେ ଏକତ୍ରିତ ଲଢ଼େଇ କରୁଛୁ ଏବଂ ଏଠି ଆମେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଁ ପାଇଲୁ ଯେ ଘଟଣା ସୌମ୍ୟ ଯେଉଁ ପିଲାଟିକି ମର୍ଡର କରାଯାଇଛି, ଯେଉଁଟା ଅତି ନୃଶଂସ ଏବଂ ବିଭତ୍ସ ହତ୍ୟାକାଣ୍ଡ, এই ଘଟଣାରେ ସମସ୍ତେ ହାତ ବଢ଼େଇବା ଦରକାର ଏବଂ ମୁଖ୍ୟମନ୍ତ୍ରୀ ଏ ଘଟଣା ସିବିଆଇକୁ ଦେବା ଦରକାର। କାରଣ ଏ ଘଟଣା ରାଜ୍ୟ ପୋଲିସ ବିଭାଗ ଅକ୍ତିଆରରେ ନାହିଁ। କାରଣ ସିବିଆଇ ତଦନ୍ତ କଲେ ପ୍ରତ୍ୟେକଟି ଘଟଣା ଉପରେ ନଜର ଦେଇପାରିବ ଏବଂ ପ୍ରତ୍ୟେକଟି ଜିନିଷ ଉପରେ ନଜର ଦେଇପାରିବ। ଦୋଷୀ ଆଧାରରେ ଦଣ୍ଡ ପାଇବା ଦରକାର। ଆଉ ଏ କ୍ଷେତ୍ରରେ ତାଙ୍କ ପରିବାରର ସେ ଯେହେତୁ ଗୋଟେ ପିଲାଟିକୁ ହରାଇଛନ୍ତି, ମୁଁ ଏଠି ସରକାରଙ୍କୁ ଦାବି କରିବି ତାଙ୍କ କ୍ଷତିପୂରଣ ବାବଦକୁ ତାଙ୍କୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ। କାରଣ ଏଠି ତ ସେ ପୁଅ ପାଇବେନି କିମ୍ବା କୌଣସି ଇଏ ମିଳିବନି, କିନ୍ତୁ ତାଙ୍କୁ ନ୍ୟାୟ ଦିଆଯାଉ ଏବଂ ତାଙ୍କୁ କ୍ଷତିପୂରଣ ବାବଦକୁ ପଇସା ଦିଆଯାଉ ଏବଂ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ହସ୍ତକ୍ଷେପ କରନ୍ତୁ ଏବଂ ଏ ଘଟଣାର ଏକ ଟିମ୍ ଗଠନ କରି ସିବିଆଇର ଏକ ଏସ୍ଆଇଟି ଟିମ୍ ଗଠନ କରାଯାଉ। ସିବିଆଇର ଟିମ୍ ଗଠନ କରି ଗୋଟା ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆପଣ ଭାବୁଛନ୍ତି ଯୋଗୀ ଆଦିତ୍ୟନାଥ ନଅଡାରେ ଯେମିତି କମିଶନରଙ୍କୁ ବାହାର କରିଦେଇଥିଲେ, ଆମ ମୁଖ୍ୟମନ୍ତ୍ରୀ ସେମିତି କରିଦେଇ ପାରିବେ? ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଯଥେଷ୍ଟ ଭରସା ବିଶ୍ୱାସ ଅଛି। ଯେହେତୁ ସେଠି ନୂତନ ସରକାର ହେଇଛି, ବିଗତ ସରକାରରେ ଆମେ ଯେଉଁଭଳି ଭାବରେ ପୀଡ଼ିତମାନେ ନ୍ୟାୟ ପାଉନଥିଲେ, ଏଠି ନୂତନ ସରକାର ସବୁ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ କୌଣସି ଆଜି ପର୍ଯ୍ୟନ୍ତ ନ୍ୟାୟ ଦେଇନାହାନ୍ତି। ଯେ ନୂତନ ସରକାର ବିଗତ ଏଇ ଯେଉଁ କିଛି ଦିନ ଭିତରେ ସରକାର କରିବା ଭିତରେ ଯାହା ଯାହା ପଦକ୍ଷେପ ନେଇଛନ୍ତି, ଅଳ୍ପ କିଛି ପଦକ୍ଷେପ ନେଇଛନ୍ତି କିନ୍ତୁ ଭଲ ପଦକ୍ଷେପ ନେଇଛନ୍ତି। ଆପଣଙ୍କର ବିଶ୍ୱାସ ରହୁଛି ଆପଣ ମାନଙ୍କର ଆଉ ସୌମ୍ୟର ଏଇ ଯୋଉ ଅକଥନୀୟ ଦୁର୍ଦ୍ଦନୀୟ ଘଟଣାର ନ୍ୟାୟ ମାନେ ପାଇପାରିବେ କ୍ରାଇମ ବ୍ରାଞ୍ଚ ହାତରେ? ନାଇଁ, କ୍ରାଇମ ବ୍ରାଞ୍ଚ ହାତରେ କେବେ ବି ନୁହଁ। ମୁଖ୍ୟମନ୍ତ୍ରୀ ଯାଇଥିଲା, ଏବେ ବି ମଧ୍ୟ ବିଚାରାଧୀନ ଅଛି। କିନ୍ତୁ ବିଜେଡି ସରକାର ଅମଳରେ ଯୋଉ କେସ୍ ଗୁଡାକ ହେଇଥିଲା, ତ ବିଜେପି ସରକାର ଅମଳରେ କୌଣସି କେସ୍ ହେଇନାହିଁ ଆମ ମାନଙ୍କ ଭିତରୁ। ସୌମ୍ୟ କେସ୍ ଟା ହେଲା, ତ ସୌମ୍ୟ କେସ୍ ନୁହଁ, ଏମିତି ବି ବହୁତ କେସ୍ ହେଲାଣି, ହେଇଗଲାଣି ଆରି ଭିତରେ। ତ ସେ ବାବଦରେ ସରକାର ଯୋଉ ପଦକ୍ଷେପ ସବୁ ନେଉଛନ୍ତି ସେଟା ମାନେ ଯଥାର୍ଥ ନୁହଁ କିମ୍ବା ଏଇଟା ଏଇ ପଦକ୍ଷେପଟା ଆମେ ଗ୍ରହଣ ଯୋଗ୍ୟ କରିପାରୁନୁ। କାରଣ ଏ ଘଟଣାରେ ମାନେ ଗୋଟେ ଟିମ୍ ଗଠନ କରାଯାଉ, ଯୋଉଟା କି ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବି ରହୁ। ସେଟା ଟିମ୍ ଗଠନ କରିକି ତଦନ୍ତ ପରିସରଭୁକ୍ତ କରନ୍ତୁ। ବିନା ତଦନ୍ତରେ କେସ୍ ଗୁଡାକ ରଫା ଦଫା କରିଦଉଛନ୍ତି। ପୋଲିସ ଷ୍ଟେସନରୁ ଇଏ ହେଇଯାଉଛି। ବିଜେଡି ସରକାର ଅମଳରେ ଯୋଉଭଳି ଭାବରେ ଚାଲିଥିଲା, ଏଠି ବିଜେପି ସରକାର ଅମଳରେ ସେଇଭଳି ଭାବରେ ମଧ୍ୟ ଚାଲିବା ଆରମ୍ଭ କଲାଣି। ତ ମୁଖ୍ୟମନ୍ତ୍ରୀ ଆଦେହରେ ଯଦି ପଦକ୍ଷେପ ନ ନେବେ, ଆମେ କରିକିରି କ'ଣ କରିବା? ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରିବା। ଆବେଦନ ମୁଖ୍ୟମନ୍ତ୍ରୀ ଯଦି ନ ଶୁଣିବେ, ଆମେ ଦରକାର ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯିବା, ରାଷ୍ଟ୍ରପତିଙ୍କ ପାଖରୁ ଯିବା କିମ୍ବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଲେଖିବା। ସତ୍ସାହସ, ବଳ, ଦମ୍ଭ, ସାହସ ସବୁ ରହିଛି ତ? ହଁ, ନିଶ୍ଚିନ୍ତ ଭାବରେ ଆମର ରହିଛି। ଆମେ ଶେଷ ପର୍ଯ୍ୟନ୍ତ ଲଢିବା। ଆପଣଙ୍କର ଆଉ ଗୋଟେ କଥା ଲକ୍ଷ୍ୟ କରୁଛନ୍ତି କି, ପୂର୍ବରୁ ଯେମିତି ଚାଲୁଥିଲା ଦେଶ, ସମାଜ, ସରକାର, ବର୍ତ୍ତମାନ ଏ ସରକାରରେ, ଏଇ 2-3ଟା ସରକାରରେ ଏ କ'ଣ ପୋଲିସ ସରକାରଙ୍କୁ ମାନୁନାହିଁ ନା ବାଲି ମାଫିଆ, ଖଣି ମାଫିଆ, ପଥର ମାଫିଆ, ଏ ଯୋଉ ନାଲି ଗୋଡି ମାଫିଆ, ଏଇମାନଙ୍କ ହାତରେ ସରକାର ନିୟନ୍ତ୍ରିତ ନା ନାଇଁ
ଏମାନେ ସରକାରଙ୍କୁ ବଟି ଦଉଥିବାରୁ ସରକାର ନରମିକି ମୁଣ୍ଡ ଝୁଙ୍କେଇକି ତଳକୁ ରହୁଛନ୍ତି। ନିଶ୍ଚିନ୍ତ ଭାବରେ ତାହେଲେ କଣ ନିଶ୍ଚିନ୍ତ ଭାବରେ କରାଯାଇପାରିବେ? ଜନସାଧାରଣ କଣ ଜନସାଧାରଣ କରିପାରିବେ? ମାନେ ଯେକୌଣସି ସରକାର ଆଇଲେ ସେ ସମାନ ପଦକ୍ଷେପ, କୌଣସି ଖାଲି ପ୍ରତିଶ୍ରୁତି ପାଣିର ଗାର ହେଇଯାଉଛି, କୌଣସି ପୀଡ଼ିତ ନ୍ୟାୟ ପାଇପାରୁନାହାନ୍ତି, କୌଣସି ଜାଗାରେ ମାନେ ଇଏ ସବୁ ଘଟଣାର ଇଏ କିଛି ହେଇପାରୁନି। କିନ୍ତୁ ମେନ୍ ଜିନିଷ ହେଉଛି ଆମେ ସବୁ ଏକତ୍ରିତ ହବା ଦରକାର। ଆମେ ସମସ୍ତେ ଏକତ୍ରିତ ହେଇକିରି ଯଦି ଲଢ଼େଇ କରିବା, ସମସ୍ତେ ମିଶିକିରି ରହିବା, ତାହେଲେ ନିହାତି ଭାବରେ ସରକାର ଆପଣଙ୍କ ଶୁଣିବେ। ସାଙ୍ଗରେ ଏଠି ସୌମ୍ୟଙ୍କ ଘରକୁ ଆଜ୍ଞା କେତେ ଜଣ ପୀଡ଼ିତାଙ୍କ ଲୋକ ଆସିଛନ୍ତି? ଆସିଛନ୍ତି, ଆମେ 7 ଜଣ ପୀଡ଼ିତାଙ୍କ ଲୋକ ଆସିଛନ୍ତି ଏବଂ ଆଉ 2 ଜଣ ଆସିବା କଥା, ତାଙ୍କର ହଠାତ୍ ଦେହ ଖରାପ ଯୋଗୁଁ ଆସିପାରିଲେନି। ପରୀର ବାପା ମଧ୍ୟ ଆସିବା କଥା, ପରୀଙ୍କ ମା ଦେହ ଖରାପ ହେଇଗଲା ହଠାତ୍ କାଲି ରାତିରୁ, ସେ ତାଙ୍କୁ ବି ହସ୍ପିଟାଲ ଆଣିକି ଆସିଛନ୍ତି, ସେଥିପାଇଁ ସେ ଆସିପାରିଲେ ନାହିଁ। ତ ଆଉ ଯିଏ ଯିଏ ଆସିବା କଥା ସବୁ ଦୂର ବାଟରେ ରହିଛନ୍ତି, ଦୂର ବାଟରେ ସମସ୍ତଙ୍କୁ ଡାକିବା ତ ଏଠି ସମ୍ଭବ ନୁହଁ। କିନ୍ତୁ ଆମର ଯଦି ବିଗତ ଦିନରେ ସେମିତି କିଛି ବିଧାନସଭା ଘେରାଉ ହବ, ଇଏ ହବ, ସବୁ ଲଢ଼େଇ ଆରମ୍ଭ ହେଲା ମାତ୍ର ହେଲା, ମାନେ ମୁଁ ଏଇଠି କହିଦେବାକୁ ଚାହୁଁଛି, ଯଦି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଘଟଣାର ସିବିଆଇ କି ନ ଦିଅନ୍ତି, ତାହେଲେ ଆଗାମୀ ଦିନରେ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହୁଛି, ଏ ଘଟଣାରେ ମୁଁ ମଧ୍ୟ ଯୋଉଦିନ ଦେଖିଲି ତା ପରଦିନ ମୁଁ ଏନ୍ଏଚଆରସି ରେ ଏକ ମାମଲା ଦାୟର କରିଛି, ଜାତୀୟ ମାନବାଧିକାର କମିଶନରେ। ଯୋଉଥିପାଇଁ କି ଏନ୍ଏଚଆରସି ଏଟାକୁ ଟେକଅପ୍ ହଁ, କରୁଛନ୍ତି। ଏନ୍ଏଚଆରସି ଟେକଅପ୍ କରୁଛନ୍ତି। ଆଉ ଏନ୍ଏଚଆରସି ରେ ମୁଁ କରିନି, ମୋ ଜାଣିବା ଭିତରେ 3 ଜଣ କରିଛନ୍ତି, କିନ୍ତୁ ଫାଷ୍ଟ ମାମଲାଟା ମୋର ରହିଛି। ଆଚ୍ଛା ବୁଝିପାରିଲେ, ଏନ୍ଏଚଆରସି ରେ 3 ଜଣ ମାମଲା ଆଚ୍ଛା, କରିଛନ୍ତି। ଏନ୍ଏଚଆରସି ର କୌଣସି ଟିମ୍ ଆଜ୍ଞା, ଆସିବେ କି? ସେଟା ଆମେ ପ୍ରେୟାର କରିବୁ, ହଁ। ହିୟରିଂ ରେ ଆମେ ପ୍ରେୟାର କରିବୁ ଯେ ହୁଁ। ଏନ୍ଏଚଆରସି ର ଟିମ୍ ପଠାଯାଉ ଏବଂ ଟିମ୍ରେ ତଦନ୍ତ କରାଯାଉ। ସମସ୍ତ କେସ୍ର ତଦନ୍ତ, ସମସ୍ତ ଘଟଣାର ତଦନ୍ତ କଲେ ହିଁ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଇପାରିବ। ଆମ ପିଲା ତ ଆମେ ଫେରି ପାଇବାନି, ତ ଆମର ଯୋଉ ଜିନିଷ, ଆମର ଯିଏ ଦୋଷୀ ଅଛନ୍ତି ପ୍ରକୃତ ଦଣ୍ଡ ପାଇବା ଆବଶ୍ୟକତା ରହିଛି, ଆଉ ପରିବାରକୁ କ୍ଷତିପୂରଣ ଆବଶ୍ୟକତା ରହିଛି। ସେ ଜିନିଷଟା ଆମେ ଆପଣ ଯାହା ନିଶ୍ଚିନ୍ତ ଆସିଥିଲେ ଭାବରେ। କୋଉଠୁ? ମୁଁ ଆସିଥିଲି ଜଗତସିଂହପୁରରୁ ଆଜ୍ଞା, ଜଗତସିଂହପୁର। ଏ ସମସ୍ତେ ଆପଣଙ୍କର ସେଇ ନାଇଁ ନାଇଁ ନାଇଁ, ସେ ଆସିଛନ୍ତି କଟକରୁ ଆସିଛନ୍ତି, ଏ କେନ୍ଦ୍ରାପଡ଼ାରୁ ଆସିଛନ୍ତି, ସେ ଜଗତସିଂହପୁରରୁ ଆସିଛନ୍ତି, ସେ ଯାଜପୁରରୁ ଆସିଛନ୍ତି, ତ ସବୁ ଆମେ ବିଭିନ୍ନ ଜିଲ୍ଲାରୁ ଆସିଛୁ। ଆମ ସଂଗଠନ ଆଜ୍ଞା 28ଟା ଜିଲ୍ଲାରେ ଅଛି, ଆମର ଏଇଠି ସୀମିତ ନାହିଁ। ସରକାର ହଁ ପୋଲିସ ଦ୍ୱାରା ନିର୍ଯାତିତ। ହଁ, ସରକାର ପୋଲିସ ଦ୍ୱାରା ଆଜିର ଘଟଣା ନୁହଁ, ଇଏ ଘଟଣା ବିଗତ ପୁରା ଲଙ୍ଗ ଟାଇମ ଲଢ଼େଇ। ये लड़े 19 ରୁ 24 पर्यंत नवीन पट्टनायक सागरे पूरा सीधा सड़क लड़े होता, नवीन पट्टनायक सागरे सीधा सड़क लड़े होता। एमती की परिस्थिति आसला, मु कंटाबाजी निर्वाचन मंडल रे निजे भी नॉमिनेशन करथिली एवं सेटू पीड़ित किछि भोट आमको मिलता, आमे भी सीटे ये करथिलु एवं आमे अलगा जगार दरकार पड़ले 24 जो 29 निर्वाचन रे 24 तो गला 29 निर्वाचन रे दरकार पड़ले सबु पीड़ित माने जो जो जिल्ला रे जो जो निर्वाचन मंडल रे अछंती, जदि विगत दिन में न्याय न मिले समस्ते निर्वाचन को ओह्लेबे एवं जड़े जड़े एमएलए हेबे, निज लड़े निजे लड़े। आपणकर गोटे नजर रही, नरेंद्र मोदी जन को टिकेट देते कोलकाता रे, अभया मर्डर केस तांको माँ जीति आरजिकर मेडिकल, तो सी आज जीतवा फल माने ये जो माने से मर्डर रे अछंती से आज आतंकित भयभीत, कारण जड़े पावर को आसिला परे जड़े पीड़िता माँ तार कौन कर